Hello student, welcome to the BM classes. This is Vishnu Mahananda, lecturer in English, Piravati Omes Junior College, Teresinga. Today I am going to teach you the the third short story of the plus 2 second year art science commerce, mastery of the missing cap, written by the famous Indian short story writer Manoj Das. He is one of the most famous short story writer of Indian English literature and Indian English short story. Manoj Das is a prolific author. He writes in both Odia and English, and he is a he is a professor of English at the Sri Aurobindo International University, Pondicherry. He has he has an unusual keen insight into human nature. He blends realism with fantasy, satire, deep compassion, humor, and pathos in his short fiction. He has written so many poems, so many short story, poem, novel, etc. Among them, The Crocodile Lady is one of the most famous fiction of his age. Revenge and other stories, The Bride Inside and Cascade and the other tales. These are the famous short story of the Mr. Manoj Das. Really, the short story of the Manoj Das convey a genial criticism of the contemporary Indian society. They expose in the rural and the semi-urban setting. In this short story mastery of the missing cap, ଏହି mastery of the missing cap ଆଜି ଆମେ ଏକ ସୁନ୍ଦର ଷ୍ଟୋରି ପଢ଼ିବାକୁ ଯାଉଛୁ. I want to teach this third story short story of the plus 2 second year art science and the commerce, mastery of the missing cap. Before that, mastery of the missing cap କହିଲେ କ'ଣ ଆମେ ବୁଝିବାକୁ ପଡ଼ିବ. My dear student, mastery of the missing cap. କ୍ୟାପ୍ ମାନେ ନିହାତି ସମସ୍ତେ ଜାଣିଥିବ. କ୍ୟାପ୍ ଇଜ୍ ହ୍ୟାଟ୍ ଅର୍ ଟୋପି. କ୍ୟାପ୍ କହିଲେ ଗୋଟିଏ ଟୋପି. ମାଷ୍ଟରୀ ଅଫ୍ ଦ ମିସିଂ ମାନେ ହଜିଯାଇଥିବା କ୍ୟାପ୍ର ଗୋଟେ ମାଷ୍ଟରୀ ବା କ'ଣ ଚମତ୍କାରିତା, କ'ଣ ତା'ର ଅର୍ଥ? ଗୋଟେ ହଜିଯାଇଥିବା କ୍ୟାପ୍ ବା ଟୋପିର ଚମତ୍କାରିତା ବା ସେଇ ମଜାଲିଆ ଜିନିଷ କ'ଣ ଅଛି ସେଠି ଏଇ ସୁନ୍ଦର ଭାବରେ ଏଠି ମନୋଜ ଦାସ ଲେଖିଛନ୍ତି. ଏହି ସୁନ୍ଦର ସର୍ଟ ଷ୍ଟୋରିକୁ ପଢ଼ି ନିହାତି ସମସ୍ତେ ଏନ୍ଜୟ କରିବେ ବୋଲି ମୁଁ ଆଶା କରେ. ଯିଏ ଏହି ମୋ ଚ୍ୟାନେଲ୍ BM କ୍ଲାସ୍କୁ ନୂଆ ହିଁ ଦେଖୁଛନ୍ତି, ପ୍ଲିଜ୍ ଲାଇକ୍, ସେୟାର ଆଣ୍ଡ କମେଣ୍ଟ ଆଉ ସବସ୍କ୍ରାଇବ୍ କରିବା ଭୁଲିବେ ନାହିଁ. ମୋର ଅନେକ ଗୁଡ଼ିଏ କ୍ଲାସ୍ ଦେଖିବା ପାଇଁ ଆଇ ବଟନ୍କୁ କ୍ଲିକ୍ କରି ମୁଁ ଏଠି 90ରୁ 100 କ୍ଲାସ୍ ଅଲରେଡ଼ି କରିସାରିଛି. ପ୍ଲସ୍ ଟୁ ଆର୍ଟ୍ସ, ସାଇନ୍ସ, କମର୍ସ, ପ୍ଲସ୍ ଟୁ ସେକେଣ୍ଡ ଇୟର୍ ଏବଂ ଫାର୍ଷ୍ଟ ଇୟର୍ ପିଲାମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି. ମୋ କ୍ଲାସ୍କୁ ସବସ୍କ୍ରାଇବ୍ କରନ୍ତୁ, ଅପଡ଼େଟ୍ ରୁହନ୍ତୁ, କୌଣସି ପଇସା ଲାଗିବ ନାହିଁ. ତ ମାଷ୍ଟରୀ ଅଫ୍ ଦ ମିସିଂ କ୍ୟାପ୍ ପ୍ରକୃତରେ ହେଉଛି ଏକ ସୁନ୍ଦର ଗୋଟେ ମାଷ୍ଟରୀ ବା ଚମତ୍କାରିତା ଉପରେ ଏଠିକାର ଯେଉଁ ମନୋଜ ଦାସ, ଯେଉଁ ସର୍ଟ ଷ୍ଟୋରି ରାଇଟର ବା ଗାଳ୍ପିକ, ସେ ସୁନ୍ଦର ଭାବରେ ଲେଖିଛନ୍ତି. ସେ ଜଣେ ଆମର ଓଡ଼ିଶାର ପ୍ରୋଲିଫିକ୍ ରାଇଟର, ଯିଏ ଓଡ଼ିଆ ଏବଂ ଇଂଲିଶରେ ଅନେକ ଗୁଡ଼ିଏ ଲେଖାଲେଖି ଫେମସ୍ ହେଇଛନ୍ତି ଏବଂ ତାଙ୍କର ଲେଖାଗୁଡ଼ିକ ଏତେ ସୁନ୍ଦର ଯେ ତାହା ନ କହିଲେ ସରେ. ତାଙ୍କର ଲେଖାଗୁଡ଼ିକ ଏତେ ଚମତ୍କାରିତା. ତାଙ୍କର ଲେଖାମାନଙ୍କରେ ଅନେକ ଗୁଡ଼ିଏ ଫ୍ୟାଣ୍ଟାସି, ହ୍ୟୁମର, ଅନେକ ଜିନିଷ ଆମେ ଦେଖିବାକୁ ପାଉ. ଆଉ ସେ ସୁନ୍ଦର ଭାବରେ ଏହି ଗଳ୍ପରେ ସେ ଗଳ୍ପକୁ ପ୍ରତିପାଦନ କରିଛନ୍ତି. ପ୍ରକୃତରେ ଏହି ଗଳ୍ପ କାହା ବିଷୟରେ ଅଛି, କ'ଣ ଅଛି, ଆମେ ଯେତେବେଳେ ପାରାଗ୍ରାଫକୁ ଯିବା ଜାଣିପାରିବା. ପ୍ରକୃତରେ କ୍ଷୁଦ୍ର ଗଳ୍ପ କ'ଣ ପାଇଁ ଲେଖାଯାଏ ଏବଂ ମନୋଜ ଦାସ ଏହି ମାଷ୍ଟରୀ ଅଫ୍ ମିସିଂ କ୍ୟାପ୍ ବା ଏହି ଟୋପି ହଜିଯାଇଥିବାର ରହସ୍ୟମୟ ଘଟଣାକୁ କ୍ଷୁଦ୍ର ଗଳ୍ପ ଭାବରେ ଲେଖିଛନ୍ତି, ସୁନ୍ଦର ଭାବରେ ଲେଖିଛନ୍ତି. ତାହା ଆମେ ଏଠି ପଢ଼ିଲା ପରେ ଜାଣିବା. ପ୍ରକୃତରେ କ୍ୟାପ୍ଟି କ'ଣ ଆଉ କାହା ବିଷୟରେ ଲେଖା ହେଇଛି ବୋଲି କୁହାଯାଇଛି. ଜେନେରାଲି ଆମେ ଜାଣିଛୁ କ୍ୟାପ୍ କେବଳ ରାଜନୈତିକ ଲୋକମାନେ ପ୍ରାୟ ପିନ୍ଧନ୍ତି, କିମ୍ବା ଯିଏ କ୍ରିକେଟ୍ ଖେଳେ ସେ କ୍ୟାପ୍ ପିନ୍ଧି ଖରାରୁ ବଞ୍ଚିବା ପାଇଁ କିଛି ଲୋକ ଟୋପି ପିନ୍ଧନ୍ତି. କିନ୍ତୁ
ରାଜନୈତିକ ଦଳର ନେତାମାନେ ଯେଉଁ ଟୋପି ପିନ୍ଧନ୍ତି ସେ ଟୋପି ଆଉ ଖରାରୁ ଯେଉଁ ବଞ୍ଚିବା ପାଇଁ ଯେଉଁ ଟୋପି ପିନ୍ଧାଯାଏ ତାହା ପ୍ରକୃତିରେ ଅଲଗା। ଆମେ ପ୍ରକୃତିରେ ପାରାଗ୍ରାଫକୁ ଗଲା ପରେ ଜାଣିପାରିବା ଯେ ଏ ଟୋପିଟା କେଉଁ ବିଷୟରେ ଲେଖାଯାଇଛି। ନାଓ କମ୍ ଟୁ ଦ ଟେକ୍ସଟ ବା ପାରାଗ୍ରାଫକୁ ଆମେ ଆସିବା ଏବେ। It is certainly not my motive it in recounting this episode of 2 decades ago raise a laugh at the expense of the Sri Maharana or Babu Bir Kishore then the honorable minister of fishery and fine art of my state। ସେ ବର୍ତ୍ତମାନ କହୁଛନ୍ତି ଯେ ଏଇଟା ପ୍ରକୃତିରେ ଏକ ଏପରି ସେଇ ଦିନର ବା ସେଇ ଚମତ୍କାରିତାର ନିଶ୍ଚିତ ଭାବରେ ଏଠି ଯେଉଁ ମୁଁ କହିବାକୁ ଯାଉଛି ଏହି ଏପିସୋଡ଼ରେ ମୁଁ ଯେଉଁ ବିଷୟରେ କହିବାକୁ ଯାଉଛି ଏଇଟା ମୋର ମୋଟିଭେସନ୍ ପ୍ରକୃତିରେ ମାଇ ମୋଟିଭେସନ୍ ନାହିଁ। ମୁଁ ଯେଉଁ ଯାହା ଦେଖିଛି ମୁଁ ଯେଉଁ ମନ ପକାଇବା ପାଇଁ ସେଇମାନଙ୍କର କଳା କାର୍ଯ୍ୟ ବା ସେଇ ଦୁଇ ଜଣଙ୍କ ଯେଉଁ ମହାନ ବ୍ୟକ୍ତି ମୋ ରାଜ୍ୟରେ ଥିଲେ ମୋ ଷ୍ଟେଟ୍ରେ ଥିଲେ ସେ ଜଣେ ହେଉଛନ୍ତି ଶ୍ରୀ ମହାରଣା ଏବଂ ଅନ୍ୟ ଜଣେ ହେଉଛନ୍ତି ବାବୁ ବୀର କିଶୋର। ସେ ଦୁଇ ଜଣଙ୍କ ବିଷୟରେ ମୁଁ ଆଜି ଏହି ଏପିସୋଡ଼ରେ ବା ଏହି କ୍ଷୁଦ୍ର ଗଳ୍ପ ମଧ୍ୟରେ ମୁଁ କହିବାକୁ ଯାଉଛି ବୋଲି ସେ କହୁଛନ୍ତି। ଶ୍ରୀ ମହାରଣା और बाबू वीर किशोर द फिशरी हॉनरेबल फिशरी मिनिस्टर ऑफ एंड फाइन आर्ट ऑफ माय स्टेट। से कहते बाबू वीर किशोर जड़े मिनिस्टर थिले बा मंत्री थिले से मत्स्य एवं फाइन आर्ट विभागर मो राज्यर राज्यर से मंत्री थिले बोली से कहते। ऑन द कंट्रारी आई विश my friend and readers to share the sympathy I have securely nurtured in my heart for these two men over all the days and over all these years। से वर्तमान कहते से तांकर जीवन रे ऑन द कंट्रारी माँ अपर पक्षे बा से कहते से तांकर जीवन रे जो सहानुभूति भावी भली जो से देखिथिले सेही दुई जनक मध्य विषय से अनेक कथा से जानिथिले आउ तांकर से दुई जनक विषय से किछि अनेक जिनिस से कहबाकू चाहिचंती। एंड आई हैव secretly nurture my heart to the these two person। मो हृदय सहित से दुई जन को सम्मान जणेबी बा सम्मान करिबी से दुई जनक विषय वर्णना करिबी बोली से एठी हम समस्त को जणाउछंती। श्री महाराणा वाज ए वेल टू डू मैन। से महाराणा को विषय वर्तमान कहते श्री महाराणा जड़े बहुत भल व्यक्ति थिले। यू वेल टू डू मैन जे भल काम करुथिले। ही हैड द ओनली पक्का हाउस इन एन एरिया ऑफ 20 विलेज। तांकर श्री महाराणांकर केवल पक्का घर बा पक्का बा सीमेंट घर पक्का हाउस से अंचल आखपाखे 20 किलोमीटर गाँ मध्य 20टी गाँ मध्य तांकर ही केवल पक्का घर थिला। एंड व्हाइट वाज ऑन द एब ऑफ इंडिया अचीविंग इंडिपेंडेंस। सेटा प्रकृत रे सेही स्वाधीनता संग्राम बेलर कथा। व्हाइट वाज ऑन द एब ऑफ इंडियन अचीविंग इंडिपेंडेंस। द हाउस shown as sort of the tourist attraction for the folks of the nearby village। सेही अंचल रे सेही आखपाखरे सेही पाखरे जो 20टी गाँ मध्य केवल तांकर ही सेही एक पक्का घर थिला। आउ से घर देखिबा पई आखपाखर लोक माना मध्य आसुथिले। से घर देखिबा पई एते सुंदर थिला। प्रकृत रे टूरिस्ट बा लोक माना बा रास्ता रे जाउथबा लोक मध्य सेही घर को देखा चाहूले। से घर एते सुंदर थिला जे से आखपाखर लोक तांकर घर को देखा रास्ता रे किछि समय पई रही जाउथिले। दे स्टॉप एंड लुक एट द whenever they pass by। the none of could overlook the symbolism in this operation that had been carried out after nearly half a century। प्रकृत रे से रास्ता रे जेते भी व्यक्ति माने
ଯାତାୟାତ କରୁଥିଲେ। ଶ୍ରୀ ମହାରଣାଙ୍କ ଏତେ ସୁନ୍ଦର ଘରକୁ ଦେଖିବା ପାଇଁ ସେଠି କିଛି ସମୟ ପାଇଁ ସମସ୍ତେ ଅଟକି ସେଇ ଘରର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ। ତାପରେ ସେମାନେ ଆଗକୁ ବଢ଼ି ଚାଲିଥିଲେ ବୋଲି ଏଠି ସର୍ଟ ଷ୍ଟୋରି ରାଇଟର ଆମ ସମସ୍ତଙ୍କୁ କହୁଛନ୍ତି। ପ୍ରକୃତିରେ ସେ ସମୟରେ କେବଳ ଶ୍ରୀ ମହାରଣାଙ୍କର ଗୋଟିଏ ମାତ୍ର ପକ୍କା ଘର ଥିଲା। ଏଥିରୁ ଆମେ ଜାଣିପାରୁଛୁ ଶ୍ରୀ ମହାରଣା ହ୍ୟାଡ୍ ଏ କନସିଡରେବୁଲ ରେପୁଟେସନ୍ ଏଜ୍ କନସିୟସନେସ୍ ଆଣ୍ଡ ଦ ଜେନେରିୟସ୍ ମ୍ୟାନ୍। ଶ୍ରୀ ମହାରଣାଙ୍କର ଏପରି ଏକ ଜଣେ ଭଦ୍ର ବ୍ୟକ୍ତି ଥିଲେ ଏବଂ ସେ ଅଞ୍ଚଳରେ ତାଙ୍କର ନାମ ବହୁତ ଖ୍ୟାତ, ବହୁତ ସୁନ୍ଦର ଭାବରେ ତାଙ୍କୁ ସମସ୍ତଙ୍କୁ ପସନ୍ଦ କରୁଥିଲେ ଏବଂ ତାଙ୍କର ନାମ ସେ ଅଞ୍ଚଳରେ ବହୁତ ବଢ଼ିଆ ଥିଲା ଏବଂ ସେ ଜଣେ ରେପୁଟେଡ୍ ବ୍ୟକ୍ତି ବା ସେ ଅଞ୍ଚଳର ଗୋଟେ ନାମୀ ଦାମୀ ବ୍ୟକ୍ତି ମଧ୍ୟରେ ଗଣତିରେ ଆସୁଥିଲେ। He was an example host with 2 ponds full of choice fish and the number of well care for cow. He was happy village. ତାଙ୍କର ଦି ଗୋଟି ବଡ଼ ବଡ଼ ପୋଖରୀ ବା ହୁଡ଼ା ବା ବନ୍ଧ ଥିଲା ଯେଉଁଠାରେ ସେ ମାଛ ଚାଷ କରୁଥିଲେ। ଆଣ୍ଡ ଦ ୱେଲ୍ ସେଡ୍ ଫର୍ କାଉ, ତାଙ୍କର ବହୁତ ବଢ଼ିଆ ସୁନ୍ଦର ଗାଈପଳ ମଧ୍ୟ ଥିଲା। ହି ୱାଜ୍ ଏ ହ୍ୟାପି ଭିଲେଜର। ସେ ଜଣେ ବହୁତ ଖୁସି ବ୍ୟକ୍ତି ଥିଲେ ଆଉ ସେ ଗାଁରେ ରହି ବହୁତ ଖୁସି ଅନୁଭବ କରୁଥିଲେ। ପ୍ରକୃତିରେ ସେ ବହୁତ ଖୁସି ବା ଆନନ୍ଦଦାୟକ ଗ୍ରାମବାସୀ ଜଣେ ଥିଲେ। ଗାଁରେ ଯିଏ ବସବାସ କରୁଥିବା ଗୋଟେ ଖୁସି ବ୍ୟକ୍ତିମାନଙ୍କ ମଧ୍ୟରେ ସେ ଜଣେ ମଧ୍ୟ ଥିଲେ। Came independence as well as known the ancient land of India has had been 4 major caster from time immortal। ତ ଯେତେବେଳେ ଏଇ ଘଟଣାଟା ସେଇ ସ୍ୱାଧୀନତା ସଂଗ୍ରାମ ସମୟର ବେଲର କଥା, ସେ ଏନ୍ସିଏଣ୍ଟ ଲ୍ୟାଣ୍ଡ ଇଣ୍ଡିଆ, ସେ ତାଙ୍କର ପାଖରେ ଏତେ ଜମିବାଡ଼ି ଥିବାର ଜଣାପଡ଼ୁଛି ଯେ ସେ ପ୍ରକୃତରେ ସେ ସମୟରେ ସେଇ ଅଞ୍ଚଳରେ ଜମିବାଡ଼ି ତାଙ୍କ ପାଖରେ ଅଧିକ ଥିଲା ଆଉ ସେ ଜମିଦାର ଥିବାର ଏଥିରୁ ଆମେ ସୂଚନା ପାଇପାରୁଛୁ। But during the day immediately preceding independence, a new caste was emerging all over the country of patriots। ସେ ସମୟରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରେ ତାଙ୍କର ସେ ମଧ୍ୟ ଜଣେ ଥିଲେ ଏବଂ ତାଙ୍କର ଦେଶ ପ୍ରତି ତାଙ୍କର ପ୍ରେମ ସ୍ନେହ ଶ୍ରଦ୍ଧା ବହୁତ ଥିଲା। The 15 August of 1947 gave a big boost to their growth। ପ୍ରକୃତିରେ ଅଗଷ୍ଟ 15 ସେମାନଙ୍କୁ ସମସ୍ତଙ୍କ ପାଇଁ ଗୋଟିଏ ବୁଷ୍ଟ ବା ଗୋଟିଏ ପାୱାର ପ୍ଲସ୍ ଦେଲା ପରି ସମସ୍ତଙ୍କୁ ଗ୍ରୋଥ୍ କରୁଥିଲା ପରି ପ୍ରକୃତିରେ ଥିଲା। ଇନ୍ ଅଲମୋଷ୍ଟ ଏଭ୍ରି ଭିଲେଜ ବିସାଇଡ୍ ଦ ବ୍ରାହ୍ମୀଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଏଜ୍ କପୁଲ ଅଫ୍ ପେଟ୍ରିୟଟ୍ କମ୍ ଇନ୍ଟୁ ବିଙ୍ଗ। ଏଇ ଅଗଷ୍ଟ 15 ଦିନରେ ଯିଏ ବ୍ରାହ୍ମଣ ହେଇଥାଉ ବା କ୍ଷତ୍ରିୟ ହେଇଥାଉ ବା ବୈଶ୍ୟ ହେଇଥାଉ କିମ୍ବା ଶୂଦ୍ର ହେଇଥାଉ ସମସ୍ତେ ଏକାଠି ହୋଇ ଏ ଫ୍ଲାଗ ହାଇଷ୍ଟିଂ ବା ପତାକା ଉତ୍ତୋଳନ କରିବା ସହିତ ଦେଶ ପ୍ରେମ, ଦେଶକୁ ସମ୍ମାନ କରିବା ସହିତ ତ୍ରିରଙ୍ଗା ପତାକାକୁ ସମ୍ମାନ ସମସ୍ତେ ମିଶି ସେହିଦିନ ଧ୍ୱଜା ଉଡ଼େଇ ଆମର ଭାରତ ସ୍ୱାଧୀନ ହେବାର ଆନନ୍ଦ ସମସ୍ତେ ଏକାଠି ହେଇ ଯେ ଯେଉଁ ଧର୍ମ କିମ୍ବା ଜାତିର ହୋଇଥିଲେ ମଧ୍ୟ ଏକାଠି ସମସ୍ତେ ପାଳନ କରିବାର ସୂଚନା ମିଳୁଅଛି। ଇଟ୍ ୱାଜ୍ ଅବଜର୍ଭ ଦ ସ୍ମଲ୍ ଫିସରିଜ୍ ଅଫ୍ ଶ୍ରୀ ମହାରଣା ୱେର୍ ଅଫନ୍ ଏକ୍ସରସାଇଜ୍ ଇନ୍ ହ୍ୟୁମର ଅଫ୍ ଦିସ୍ ପିପୁଲ୍। ସେ ସମୟରେ ମହାରଣାଙ୍କର ଯେଉଁ ସ୍ମଲ୍ ଫିସରିଜ୍ ଅଫ୍ ତାଙ୍କର ଯେଉଁ ମାଛ ଚାଷ କରିବା ପାଇଁ ସେ ବନ୍ଧର ବା ପୋଖରୀ ଖୋଲିଥିଲେ। ଏଠୁ ସେ ଅନେକ କଥା ଆମେ ଜାଣିବାକୁ ପାଉଛୁ ଯେ ସେ ମାଛ ଚାଷ କରି ବହୁତ ଆରାମରେ ସେ ଦୁଇ ପଇସା ରୋଜଗାର କରିବା ସହିତ ସେହି ଅଞ୍ଚଳରେ ସମ୍ମାନ ମଧ୍ୟ ସେ ପାଇଥିଲେ ଆଉ ସମ୍ମାନ ମଧ୍ୟ ଲୋକମାନେ ତାଙ୍କୁ କରୁଥିଲେ ବୋଲି ଆମେ ଜାଣିପାରୁଛୁ। And observe began to notion but that Maharana himself was the first becoming a patriot। ସେ ପ୍ରକୃତିରେ ସେ ଅଞ୍ଚଳର ସର୍ବପ୍ରଥମେ ଜଣେ ପେଟ୍ରିୟଟ ବା ସେ ଦେଶ ପ୍ରତି ପ୍ରେମ ଏବଂ ତ୍ୟାଗ ତାଙ୍କର ବଳିଦାନ ବହୁତ ଥିଲା। As I found but later he had even nursed the ambition of the become a member of the state legislature। ତାଙ୍କର ଗୋଟିଏ
बहुत बड़ इच्छा थिला जे दिने ना दिने से जड़े भल आहरी आगक जीव से एमएलए हेबाक चाहूले एवं से राजनीति को आसी राजनीति रे से आहरी किछि नाम कमेवाकू चाहूले से मेंबर ऑफ स्टेट लेजिस्लेचर बा एमएलए हेबार तांकर गोटे स्वप्न थिला बोली शॉर्ट स्टोरी राइटर द फेमस शॉर्ट स्टोरी राइटर मनोज दास is telling in this line. The ancient I now relate occur at the outset of this endeavor in that direction. I witnessed the incident as a small boy in my maternal uncle's house, which I frequently visited, being just near Sri Maharana will narrate it, and I do well naturally with the understanding who is such nature in me with time. से वर्तमान कहते जे मु जो सही समय मु जो छोट बालक परी थाए एवं देश स्वाधीन हबार लगी थाए से समय मु सबू मु आखिरे देखी एवं मु सबू जानी से समय मिनिस्टर मानकर से समय बा जो आंदोलन मान चली से सब मु देखी आउ मु शेष मु सेहीपरी देशभक्त हेई मु देशर सेवा करी देश प्रति प्रेम करी मु मध्य दिने ना दिने गोटे मेंबर ऑफ लेजिस्लेचर असेंबली रो गोटे मेंबर हवा पाई चाहूली से कहते. इन दोज अर्ली डेज ऑफ स्वदेशी मिनिस्टर देयर वर नो डेपुट और सब डेपुट मिनिस्टर. से समय स्वदेशी मिनिस्टर थिले आउ डेपुटी कि सब डेपुटी मिनिस्टर न थिले. ऑल वेयर फुल फ्याटेन ऑनरेबल मिनिस्टर एंड बाबू बिस्किशोर. से समय जो अनेक गुड़े मंत्री मान मध्यरु बाबू बीरकिशोर मध्य जड़े मंत्री थिले जे कि मत्स्य विभाग एवं फाइन आर्ट विभाग मंत्री थिले, हु हेल्ड द पोर्टफोलियो ऑफ द फिशरी एंड फाइन आर्ट. जे कि माछ चाष विभाग मत्स्य विभाग एवं फाइन आर्ट विभाग रे से अनेक गुड़े जिनिस देखरेख करी विभिन्न डिस्ट्रिक्ट मानक जो मत्स्य चाष होउची फाइन आर्ट विषय से सबू देखाशुना करी लोक मानकर साहाय्य सहयोग करुथिले. द स्पॉन्सर ऑफ श्री महाराणा थॉट इज प्रॉपर दैट हिज डेब्यूट इनटू द पॉलिटिक्स शुड हैव द ब्लेसिंग ऑफ द बाबू वीर किशोर. से भावुले जे तांकर जो स्पॉन्सरशिप होता मत्स्य चाष को नहीं कि आउ ये सब मत्स्य चाष को नहीं जो तांको प्रति जो तांकर गोटे भावना थिला राजनीति को आसवाई थॉट दैट इट इज प्रॉपर दैट हिज डेब्यूट इज द पॉलिटिकल शुड हैव द ब्लेसिंग ऑफ बाबू वीर किशोर. मु बाबू वीर किशोर जड़े फिशरी मिनिस्टर एवं से मत्स्य विभाग मिनिस्टर अछंती तांकर सहायतार मु राजनीति को मु हुए तो पाद दे पारिबी बोली से भावुथिले एवं तांकर आशीर्वाद नवा पाई एवं तांकर ब्लेसिंग से कामना करिवार कथा एठी कहा जाउछि. इन दोज डे ए मिनिस्टर डेली लाइफ वाज लार्जली मेड अप ऑफ स्पीच मेकिंग ऑफ पब्लिक रिसेप्शन. से समय मध्य मंत्री मानकर भाषण बाजी एवं ये सब अनेक जगह स्पीच देवार अनेक प्रकार स्पीच देवार कथा आम जानीपारिछु एवं एटा से तांकर डेली लाइफ रे से अनेक जगह को विजिट करुथिले एवं अनेक जगह तांको भाषण देवा को पड़ुथिला बोली एठी कहिसंती. ए रिसेप्शन वाज अरेंज फॉर बाबू वीर किशोर विथ महाराणा. बाबू वीर किशोर एवं महाराणा मध्य गोटे रिसेप्शन बा गोटे सुंदर सभा कार्य अनुष्ठित करने एठी सेमानंकर गोटे मंतव्य दि जाइथिला. एज द चेयरमैन ऑफ द रिसेप्शन कमिटी श्री महाराणा ह्यूज एंसेस्ट्रल कैन देयर लेड ऑन द लाइन कवर. से मने मने भावुतिले जे बाबू वीर किशोर को तांकर चीफ गेस्ट करी गोटे सभा आयोजन करी तांको ठारू ब्लेसिंग नेबा पई से चाहूथिले एवं तांकर से इच्छाटा किपरि पूरण हेबो से दिगरे से सब बेले चिंता करी से तांको पाखकू गोटे सुंदर भाव गोटे रिसेप्शन अरेंजमेंट करिवार
ବାର୍ତ୍ତା ପହଞ୍ଚାଇଥିଲେ। For a fortnight every day, the children of the village lower primary school devoted the afternoon of the practice of the welcome song। ସେ ସମୟରେ ସେଇ ଯେଉଁ ଅଗଷ୍ଟ 15ର ଆଗ ବା ତା ପୂର୍ବ ପରବର୍ତ୍ତୀ ପ୍ରସ୍ତୁତି କିପରି ଛୋଟ ଛୋଟ ଛୁଆମାନେ ବା ଛାତ୍ରଛାତ୍ରୀମାନେ ନ୍ୟାସନାଲ୍ ସଙ୍ଗ୍ ବା ନ୍ୟାସନାଲ୍ ଆନ୍ଥେମ୍ କିପରି ସେମାନେ ରାତିରେ ମଧ୍ୟର ପ୍ରାକ୍ଟିସ୍ କରି ଆଉ ଅଗଷ୍ଟ 15 ପାଇଁ ଡିଭୋଟ୍ କରିବା ପାଇଁ ସେମାନେ ବହୁତ ଦିନ ଆଗରୁ ୱେଲକମ୍ ସଙ୍ଗ୍ ବିଭିନ୍ନ ସଙ୍ଗ୍ ସେମାନେ ପ୍ରିପେୟାର କରି ଗାଇବାର ପ୍ରାକ୍ଟିସ୍ କରିବାର କଥା ମଧ୍ୟ ଆମେ ଜାଣିବାକୁ ପାଉଛୁ। ଏମଙ୍ଗ ଦ ମେନି ଷ୍ଟ୍ରେଞ୍ଜ ପ୍ରୋନାଉନ୍ସ wronged by the great spirit of the time was the composition of the song of the composer। ପ୍ରକୃତରେ କାହାଣୀରେ ଯେପରି ସୁନ୍ଦର ଭାବରେ ଲେଖକମାନେ କହି ଚାଲି ସୁନ୍ଦର ଭାବରେ ଲେଖିଥାନ୍ତି କହିଥାନ୍ତି, ଠିକ୍ ଏଠି ଆମେ ଜାଣିବାକୁ ପାଉଛୁ ଯେ ସେହି ସମୟରେ ସେହି ବ୍ୟକ୍ତିଙ୍କୁ ୱେଲକମ୍ କରିବା ପାଇଁ ତାଙ୍କର ପ୍ରସ୍ତୁତି ଏଠି ଆରମ୍ଭ ହୋଇଥାଏ। ଅନେକ ଗୁଡ଼ିଏ ୱେଲକମ୍ ସଙ୍ଗ୍ର ପ୍ରସ୍ତୁତି ହୋଇଥାଏ। ପିଲାମାନେ ରାତି ଦିନ ସେ ଗୀତକୁ କମ୍ପୋଜ୍ କରାଯାଇଥିବା ଦେଖି ସେ କମ୍ପୋଜିସନ୍କୁ ସେମାନେ କିପରି ସୁନ୍ଦର ଭାବରେ ଗୀତକୁ ରିପ୍ରେଜେଣ୍ଟ କରିବେ ତାହା ସେମାନେ ପ୍ରାକ୍ଟିସ୍ କରୁଥାନ୍ତି। ଦ ହେଡ଼୍ ପଣ୍ଡିତ ଅଫ୍ ଦ ସ୍କୁଲ୍, ହେଡ଼୍ ପଣ୍ଡିତ ଅଫ୍ ଦ ସ୍କୁଲ୍ ସେ ସମୟରେ ପଣ୍ଡିତ କୁହାଯାଉଥିଲା ସ୍କୁଲ୍ ଟିଚର୍ମାନଙ୍କୁ। ତ ହେଡ଼୍ ପଣ୍ଡିତ ହ୍ୟାଡ୍ ବି ଲିଭ୍ 67 years ୱିଥାଉଟ୍ ଏନି ପୋଏଟିକ୍ ଆକ୍ଟିଭିଟି। ସେ ସମୟରେ ସେ ପୋଏଟିକ୍ ଆକ୍ଟିଭିଟି ନଥାଇ ମଧ୍ୟ ସେ 67 ଇୟର୍ 60 ବର୍ଷ ଜିଇଥିଲେ। ଏବଂ ଦ ରିଫ୍ରେନ୍ ଅଫ୍ ଦ ସଙ୍ଗ୍ ଷ୍ଟିଲ୍ ରେଜ୍ ଇଚସ୍ ଇନ୍ ମି, ଇଟ୍ସ ଲିଟରାଲି ଟ୍ରାନ୍ସଲେସନ୍ ଉଡ୍ ବି। ତାହା ପ୍ରକୃତରେ ସେ ସମୟରେ କିଛି ଲୋକଙ୍କ ପାଇଁ ଡିଫିକଲ୍ଟ ବି ଥିଲା। ଆଉ ସେ ସବୁ ଗୀତକୁ ତିଆରି କରି ଗୀତ ଗାଇବାଟା ସମସ୍ତଙ୍କ ପାଇଁ ସେତେ ସହଜ ନଥିଲା। ତେଣୁ ସେ ତାହାର ଟ୍ରାନ୍ସଲେସନ୍ ମଧ୍ୟ ଆବଶ୍ୟକ ଥିଲା ବୋଲିକରି ଏଠି ଜାଣିବାକୁ ମିଳୁଛି। ଓ ମିନିଷ୍ଟର ଟେଲ୍ ଅସ୍, ଡୁ ଟେଲ୍ ଅସ୍, ଓ ମିନିଷ୍ଟର ଟେଲ୍ ଅସ୍ ହାଉ ଡୁ ୟୁ ନର୍ସ ଦିସ୍ ଲଙ୍ଗ୍ ଆଣ୍ଡ ବ୍ରଡ୍ ୟୁନିଭର୍ସ। ଏଠି ଯେଉଁ ଗୀତ ଅଛି ସେ ଗୀତରୁ ଜଣାପଡ଼ୁଛି ଯେ ସେ ଗୀତର ଟ୍ରାନ୍ସଲେସନ୍ କିପରି କରାଯିବ ବୋଲି ସେମାନେ ଭାବୁଥାନ୍ତି। ତ ଏଠି ଲେଖା ହେଇଛି ଓ ମିନିଷ୍ଟର ଟେଲ୍ ଅସ୍, ଡୁ ଟେଲ୍ ଅସ୍। ଓ ମିନିଷ୍ଟର ମାନେ ଏ ମିନିଷ୍ଟର ଆଜ୍ଞା ବା ଏ ମିନିଷ୍ଟର ସାର୍ ଆପଣ କିପରି ଏତେ ବଡ଼ ଲୋକ ହେଇଛନ୍ତି ବା ସେ ବିଷୟରେ ଆମ ସମସ୍ତଙ୍କୁ ଟିକେ ଜଣାନ୍ତୁ। ଏତେ ବଡ଼ ଲୋକ ହେଇ ଏତେ ବଡ଼ ରାଜ୍ୟର ଅନେକ ଜାଗାକୁ ଯାଇ ଅନେକ ଜାଗାର ଦେଖାଶୁଣା କିପରି କରୁଛନ୍ତି ବୋଲି ସେ କ୍ୱେଶ୍ଚନରେ ଏଠି ଟିକେ କିଛି ହିଣ୍ଟସ୍ ଜାଣିବାକୁ ମିଳୁଅଛି। ହାଉ ଡୁ ୟୁ ନର୍ସ ଦିସ୍ ଲଙ୍ଗ୍ ଆଣ୍ଡ ବ୍ରଡ୍ ୟୁନିଭର୍ସ। ଏଇ ଏତେ ବଡ଼ ବିଶ୍ୱ ବା ବ୍ରହ୍ମାଣ୍ଡକୁ କିପରି ଦେଖାଶୁଣା କରୁଛ, କିପରି ତାର ଅନେକ ଜିନିଷ କରୁଛ, ଆମ ସମସ୍ତଙ୍କୁ ଟିକେ ଜଣେଇ ଦିଅ ବୋଲି ସେ ଏଠି ଏ ଗୀତର ସାରମର୍ମ କହୁଛି। The rest of the song catalog the great change nature and humanity experience on the occasion of the minister's coming. How the sun almost blazed in the romantic happiness that morning. How each of every bird recited a particular regard, and with that eagerness and the enthralling of the heart of the one from waited the blow their conceived smell when the minister stepped into the village। ତ ଏଠି ସେ କହିଛନ୍ତି ସେ ମିନିଷ୍ଟର ଆସିବାର ପ୍ରସ୍ତୁତି ତାଙ୍କର ଗାଁରେ ଜୋରସୋର ଚାଲିଥାଏ। ଛୋଟରୁ ଆରମ୍ଭ କରି ସମସ୍ତଙ୍କର କାର୍ଯ୍ୟରେ ବ୍ୟସ୍ତ ଥାନ୍ତି। ତାଙ୍କୁ ୱେଲକମ୍ କରିବା ପାଇଁ ଗୀତର ପ୍ରସ୍ତୁତି ହେଇଛି। ଅନେକ ଗୁଡ଼ିଏ ସୁନ୍ଦର ସଜବାଜ କରିବାର ସବୁ ପ୍ରସ୍ତୁତି ସେଇ ଗାଁରେ ବାବୁ ବୀରକିଶୋରଙ୍କୁ ୱେଲକମ୍ କରିବା ପାଇଁ ଶ୍ରୀ ମହାରାଣାଙ୍କର ପ୍ରସ୍ତୁତି ବହୁତ ସୁନ୍ଦର ଭାବରେ ହେଇଥିଲା। I know that nowadays minister don't enjoy such glory। ଆଜିକାଲି ଆମେ ଜାଣୁ ଯେ ଆଜିକାଲି ମିନିଷ୍ଟର ମାନେ ସେ ଅନେକ ଜିନିଷକୁ ସେମାନେ ଉପଭୋଗ କରିପାରୁନାହାନ୍ତି ଏବଂ କରନ୍ତି ନାହିଁ। କିନ୍ତୁ ସେମାନେ ଗ୍ଲୋରି ମାନେ ଏଠି ଅନେକ ଜିନିଷକୁ ଯେମାନେ ସୁନ୍ଦର ଭାବରେ
କିଛି ଜିନିଷକୁ ସେମାନେ ଇଜିଲି ରିସିଭ୍ କରନ୍ତି, କିଛି ଜିନିଷକୁ ସେମାନେ ରିସିଭ୍ କରନ୍ତି ନାହିଁ ବୋଲି ସେ ଏଠି କହୁଛନ୍ତି। ଆଣ୍ଡ ଆମେ ଜାଣୁ ଯେ ପ୍ରକୃତରେ ମିନିଷ୍ଟର ମାନେ ସେଇ ମିନିଷ୍ଟର ମାନେ ଆସେମ୍ବଲିରେ କିପରି ଭାବରେ ତାଙ୍କର କ୍ୱେଶ୍ଚନ୍ କରନ୍ତି ଆର୍ ଏଡ଼େ ବଡ଼ ରାଜ୍ୟର ସମସ୍ୟାକୁ କିପରି ସେମାନେ ପ୍ରସ୍ତୁତି କରନ୍ତି ବୋଲି ଆମେ ସମସ୍ତେ ଘରେ ଥାଇ ଜାଣିପାରୁ।
बट इट वाज भेरी डिफरेंट। आमे भावुछु जे सेमाने बहुत एंजॉय करूछंती, प्रकृति से भी नुहे। वी द रस्टिक चिल्ड्रेन रेग सेवराल क्वेश्चंस। आमे प्रकृति से हमको अनेक गुड़े क्वेश्चन पचारू, अनेक लोक अनेक क्वेश्चन पचारती। व्हाट डज द मिनिस्टर ईट, व्हाट डज द ही थिंक, डज द स्लीप और नॉट। आमे अनेक गुड़े आम मनरे सेमान प्रति प्रश्न थाए। प्रकृति से कौन खाती, किपरि रुहती, किपरि केतेबेले शुअती, कौन पिंधती, किपरि देखा जाती, क्या सहित कौन कौन सब खाती, ये सब अनेक गुड़े आम पाखे क्वेश्चन थाए। प्रकृति से सब किपरि हुए आमे जानिबा को चाहूँ मिनिस्टर मान पाखरे। तो एठी से सुंदर भाव लेखक द शॉर्ट स्टोरी राइटर आम समस्त को जनाऊँच। श्री महाराणा हिमसेल्फ वाज द हेक्टिकली एक्साइटेड, ही यूज्ड टू स्लीप फॉर ए फुल आवर इन द आफ्टरनून। श्री महाराणा एपरी मीटिंग से केवे अटेंड करि नथिले, और से ए मीटिंग रे अटेंड करबा पई आउ से राजनीति को जीवा पई तांकर मनोबल बहुत एपटे सेपटे हेउथाए। से एक्साइटेड हेतिले, बहुत आश्चर्य हो जाइथिले। से दृश्य को उपभोग करबा पई तांकर से पदवी प्रति जो तांकर जो इच्छा थिला, राजनीति को जीवार जो इच्छा थिला। ही यूज्ड टू स्लीप फॉर फुल आवर इन द आफ्टरनून। आफ्टरनून बा अपराह्न से बहुत सुंदर भाव से प्रतिदिन शोउथिले। बट ही गैव अप हिज हैबिट्स। किंतु से मीटिंग पाई से सभा कार्यर दायित्व तांको पाखरे थिबारु से केबे आउ से केबे हेले से दिनठू से अपराह्न रे जो तांकर जो अभ्यास थिला सोइबार, से सबू सोई पारु नथिले। सेही मीटिंग रो अरेंजमेंट पाई, प्रस्तुति पाई से बहुत व्यस्त थिले, एवं से तांकर जो हैबिट थिला बा अभ्यास थिला सोइबार, से सोई पारु नथिले। ऑल हिज टाइम पास इन एग्जामिनिंग एंड री एग्जामिनिंग डिटेल ऑफ द अरेंजमेंट। से केवल से अरेंजमेंट तांकर समयटा अतिबाहित हो जाउथिला। से बार बार से अरेंजमेंट किपरि हेउची, कौन सब काम हो सारी, तांको पई वेलकम सॉन्ग हेची ना नहीं, तांकर जो तांकर आसीबा पई जो टेज लगा हेची बा अनेक गुड़े जो सजासाज्य हेची ता ठीक भाव रे हेची ना ना हेनी, बा अरेंजमेंट खाइबा पीबार जो रहिबार व्यवस्था ठीक भाव रे हेची ना हेनी, ए सब से सब बेले देखाशुना करूथांती। एवं तांकर जो अभ्यास थिला अपराह्न रे से शोउथिले, से सोई पारु नथिले, किंबा तांको आखिरे निद पड़ु नथिला। से अरेंजमेंट तांको को एते व्यस्त से थिले जे तांकर से सोइबा अभ्यासटा से बदलाई दे, से एक्साइटेड थिबारु से मीटिंग को से उपभोग करबा पई, से राजनीति रे पाद देबा पई से बहुत खुशी थिले। तेणु से सोइबार अभ्यास मध्य बदलाई दैथिले। येट ही सीम्ड नर्भसली अनसर्टेन। से बेले बेले नर्भस मध्य हेउथिले, कारण से केबे हेले एपरी मीटिंग से केबे अटेंड करि नथिले, एपरी अरेंजमेंट से करि नथिले। तेणु बेले बेले से नर्भस मध्य हेउथिले बोली शॉर्ट स्टोरी राइटर मनोज दास आम समस्त को जणाउछंती। प्रकृति रे जणे गाँव रे थिबा भद्र व्यक्ति जेतेबेले कौनसी राजनीति दल सहित जोड़िबा को जाउछि, बा जदि कौनसी राजनीतिक नेता बा कौनसी मिनिस्टर जदि कौनसी गाँ को आसे, से प्रस्तुति जे किपरि हुए, लोक माने किपरि जे तार देखिबा तांको देखिबा पई, से मिनिस्टर को देखिबा पई, तांको सहित कथा हेबा पई हजार हजार लोक मानकर जो भीड़ हुए, हजार हजार लक्ष लक्ष मानकर भीड़ हुए, से दृश्यटा से सबू आमे यही क्षुद्र गल्परू आमे बुझी पारुछु। आउ आजिकाली मध्य जो मिनिस्टर प्रोग्राम जो जगह भी रुहे कि जो प्रकार प्रस्तुति थाए, पुलिस रो आयोजन होई थाए, से प्रकृति रे ताहा बहुत कड़ाकड़ी थाए एवं आश्चर्यजनक मध्य थाए। कारण अनेक लोक माने केबे हेले मंत्री देखि न थांती, मंत्री देखिबा पई आश्चर्यजित होई थांती। माय डियर स्टूडेंट, आज पई एतिकी फास्ट यूनिट रो डिस्कशन सरी जाइछि। एही पाठर द्वितीय वीडियो, इफ यू वांट टू सी द पार्ट 2 वीडियो ऑफ दिस चैप्टर, ए मास्टरी ऑफ मिसिंग कैप रो पार्ट 2 वीडियो बा यूनिट 2 रो डिस्कशन देखिबा पई
ମୋ ଚ୍ୟାନେଲ୍ BM କ୍ଲାସ୍ को ଲାଇକ୍ କରନ୍ତୁ, ସେୟାର କରନ୍ତୁ, ପାଖରେ ଥିବା ଲାଲ ବଟନ୍ को ଦବାଇ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ତା ପାଖରେ ଥିବା ଘଣ୍ଟିକୁ ଦବାଇ ଅଲ୍ ସିଲେକ୍ଟ କରନ୍ତୁ, ଯାହାଫଳରେ ମୁଁ ଯେଉଁ କ୍ଲାସ୍ କରିବି ଆପଣମାନଙ୍କୁ ସର୍ବପ୍ରଥମେ ନୋଟିଫିକେସନ୍ ଚାଲିଯିବ ଆଉ ଆପଣମାନେ ଘରେ ଥାଇ ଦେଖିପାରିବେ, କୌଣସି ପଇସା ଲାଗିବ ନାହିଁ।